ଯେ ଲାଜରେ ପିଇ ପାରୁନି ମଦ ଗିଲାସେ ମୁଁ ଯେ ଲାଜରେ ପିଇ ପାରୁନି ମଦ ଗିଲାସେ ମୋ ମୁହଁ ଲାଜରେ ହଉଛି ତଳକୁ ମୋ ମୁହଁ ଲାଜରେ ହଉଛି ତଳକୁ ମଦ ପିଇବାକୁ ଇଚ୍ଛା ଭାରି ହୁଏ ରେ ଯେ ଲାଜରେ ପିଇ ପାରୁନି अबे साले ମଦ ଗିଲାସେ ମୁଁ ଯେ ଲାଜରେ ପିଇ ପାରୁନି ମଦ ଗିଲାସେ। ମାନେ ମୋ ଗୀତଟା ଗାଇବାର କାରଣ ଯେଉଁମାନେ ନୂଆ ନୂଆ ମଦ ପିଉଥିବେ ଦେଖିବେ ତାଙ୍କର କେମିତି ଲାଜ। ଧରାଯାଉ ବନ୍ଧୁ ଭାଷ ଦୁଇ ଚାରିଟା ଜୁଟି ଯାଇଥିବେ, ମାନେ ବନ୍ଧୁ ଆସିଥିବେ, ସେ ଭିତରେ ବି କିଏ ମେନ୍ ଲୋକ ଥିବେ, ସେମାନେ କହିବେ ଟିକେ ଆଜି ଟିକେ ହେଇଯାଉ କିଛି ଟିକେ ନେଇ ଆସ ଟିକେ ଗଡ଼େଇଦେବା ଘିନି ଆସିଥିବେ। ସେଇ ମଝିରେ ପିଇବା ପାଇଁ ଭାରି ଇଚ୍ଛା ଥିବ, ବାକି ଲାଜ କରୁଥିବ ଆଉ। ମାନେ ସେମାନଙ୍କୁ ଜଣାଉଥିବ ଯେ ମୁଁ ଜମା ପିଏନି, ମୁଁ ଭାରି ଶାନ୍ତ ପିଲାଟା ଆଉ। କିନ୍ତୁ ଏ ବାକି ଭିତରେ ଭିତରେ ସିଏ ଖାଲି ମୋତେ ସେ ଗ୍ଲାସଟା ଖାଲି ଦିଅନି ମୁଁ ଟେକିଦେମି ସାଙ୍ଗେ ସାଙ୍ଗେ ଆଉ। ଏଇ ହଉଛି କଥା। ନୂଆ ପୋଷ୍ଟିଂ ଯେମାନେ ହଉଛନ୍ତି ସେମାନେ ସୁଧୁରି ଯାଅ, ଜମା ମଦୁଆଙ୍କ ସାଙ୍ଗରେ ମିଶନା, ଭଲ ମଣିଷ ହେଇକି ରୁହ। ଏଇଟା କେତେ ମୁଁ ଆଗରୁ ବି ଗୀତ ଗାଇଛି, କେତେ ମଦ ବିଷୟରେ ଭିଡ଼ିଓ ନେଇକି ଆସିଛି, କିନ୍ତୁ କେହି ସୁଧୁରୁ ନାହାନ୍ତି ଜଣେ ବି। ସେ ମଦୁଆ ତ ଶୁଣୁଥିବି କିଏ ଶଳାଟା ବି ଏଟା ଗୀତ ଗାଇଛି ଆମ ବିଷୟରେ। ହାରାମଜାଦା ଶଳା କେତେ କଥା କହୁଥିବି, ଯିଏ ଯେତେ କହିଲେ ଯାହା କ'ଣ ହବ। ତେଣୁକରି ଭାଇମାନେ ଯଦି ଆପଣମାନେ ସୁଧୁରିବେ ତାହେଲେ ନିହାତି ମଦ ବିକ୍ରି ବନ୍ଦ ହବ। ଆପଣମାନେ ତ ସୁଧୁରୁ ନାହାନ୍ତି, ସକାଳୁ ହେଲାକୁ ଯାଇକି ମଦ କାଉଣ୍ଟରରେ କ'ଣ କରିବୁ, ଜମାନା ହିଁ ସେୟା। ମୋହନ ମାଝି ସାର୍ ଟିକେ ଦେଖନ୍ତୁ କେମିତି ହେଲାଣି ଜମାନା। ସ୍ତ୍ରୀ ଲୋକ ସହିତ ପିଇବେ ମଦ, ସେଇଟା କ'ଣ ଆପଣଙ୍କୁ ଠିକ୍ ଲାଗୁଛି? ତେଣୁକରି ଟିକେ ଏଇଟାକୁ ଇଏ କରନ୍ତୁ। ଏତିକି ମୋର ଅନୁରୋଧ ଆଉ। ଠିକ୍ ଅଛି ଭାଇମାନେ ଭଉଣୀମାନେ, ଭିଡ଼ିଓଟି ଶେଷ କରୁଛି। ଜୟ ଜଗନ୍ନାଥ।